ଆସିଲା ବର୍ଷା ଋତୁ ଆଉ ବିଭିନ୍ନ ଲୋକଙ୍କୁ ସାପ ବିଷାକ୍ତ କୀଟପତଙ୍ଗ ଚାବିଥାଏ। ହେଲେ ବିଭିନ୍ନ ଲୋକେ ଆଦିବାସୀ ଗ୍ରାମାଞ୍ଚଳ ଅଞ୍ଚଳରେ ଲୋକେ ହସ୍ପିଟାଲ ନ ଆସି ଗ୍ରାମାଞ୍ଚଳରେ ତାଙ୍କ ଗୁଣିଗାଡି ଫୁକା ଝଡ଼ାରେ ଧ୍ୟାନ ଦିଅନ୍ତି। ହେଲେ ଏହାକୁ ଆମେ ସିନାପାଲି ଇନଚାର୍ଜ ହସ୍ପିଟାଲର ଇନଚାର୍ଜ ଶ୍ରୀମାନ ସାହୁ ସହିତ ଅଛୁ। ଆମେ ତାଙ୍କ ସହିତ ଆଲୋଚନା କରିବା ଯେହେତୁ ବିଭିନ୍ନ ଲୋକଙ୍କୁ ସାପ କାମୁଡ଼େ, ଯେହେତୁ ବର୍ଷା ଋତୁରେ ଆଉ ବର୍ଷା ଋତୁରେ କ'ଣ ଲୋକଙ୍କୁ ସଚେତନ କରିବେ ଇନଚାର୍ଜ ହସ୍ପିଟାଲର ଇନଚାର୍ଜ ଅଛନ୍ତି ସିନାପାଲିର, ଆମେ ତାଙ୍କ ସହିତ ଆଲୋଚନା କରିବା। ସାର୍, ଯେହେତୁ ବର୍ଷା ଋତୁ ଆରମ୍ଭ ହେଇଗଲା ଆଉ ଲୋକେ ଗ୍ରାମାଞ୍ଚଳ ଯଦି ଆମେ ଖାସ କରି କଥା ହେବା ବୋଲେ ଅନେକ ଲୋକଙ୍କୁ ସାପ କାମୁଡ଼ିଲେ ସେମାନେ ହସ୍ପିଟାଲ ନ ଆଣିକି ଗୁଣିଗାରେଡ଼ି କରନ୍ତି, କାଣା କହିବେ ସାର୍? ନାଇଁ, ଆମର ଏବେ ବର୍ଷା ଋତୁରେ ସାପଙ୍କ ପ୍ରାଦୁର୍ଭାବ ବଢ଼େ। ବିଲ ମାନଙ୍କରେ ଯେଉଁମାନେ କାମ କରିବାକୁ ଯାଉଛନ୍ତି ସେମାନେ ସତର୍କତାର ସହିତ ଯିବା କଥା। ତା ସହିତ ଯଦି ବା ଆମର ସାପ ତାଙ୍କୁ ବାଇଟ୍ କରୁଛି ତ ଆମେ ପ୍ୟାନିକ୍ ହବାନି। ଫାଷ୍ଟ କଥା ହେଉଛି ସେ ଫାଷ୍ଟ ନିରାପଦ ସ୍ଥାନକୁ ଆମେ ପଳେଇ ଆସିବା। ପ୍ୟାନିକ୍ ହବାନି। ପ୍ୟାନିକ୍ ହେଲେ ଆମର ହାର୍ଟ ରେଟ୍ ବଢ଼ିବ, ଆଉ ଯେଉଁ ଭେନମ୍ଟା ଅଛି ସେଟା ବେଶୀ ଜଲ୍ଦି ବଡ଼ିରେ ସ୍ପ୍ରେଡ୍ କରିବ। ପ୍ରାୟ ଦେଖୁଥିବେ ଗ୍ରାମାଞ୍ଚଳରେ ଲୋକଙ୍କର ଅନେକ ଲୋକଙ୍କର ଡେଡ୍ ବି ହଉଛି, ଯେମାନେ କି ହସ୍ପିଟାଲ କେ ନେଇ আসবার ସେମାନେ ନିଜେ ଗ୍ରାମାଞ୍ଚଳ ଅଞ୍ଚଳ କି ଆଦିବାସୀ ଅଞ୍ଚଳ ଘଞ୍ଚ ଜଙ୍ଗଲ ହଉ ସେମାନେ ବେଶୀ ଚେରିମଲ୍ଲି ଓଷ ଏବଂ ଫୁକା ଝଡ଼ା ଗୁଣିଗାଡି ଏ ଉପରେ ଧ୍ୟାନ ଦଉଛନ୍ତି। ତ ସେଇମାନଙ୍କୁ କାଣା କହିବେ ଆପଣ? ନାଇଁ, ଆମର ଯେହେତୁ ଆମର ମେଡ଼ିକାଲ ସାଇନ୍ସ ବହୁତ ଆଗକୁ ଗଲାଣି, ଆଉ ଗୁଣି ଗାରେଡ଼ିର ବିଶ୍ୱାସ ନ କରି ଲୋକମାନଙ୍କୁ ମୁଁ ଏହା କହିବି ଯେ ସେମାନେ ବ୍ୟସ୍ତ ନ ହେଇ କୌଣସି ମାନେ ଟର୍ନିକେଟ୍ ବାନ୍ଧିବା ଦରକାର ନାହିଁ କି କଟ୍ ମାର୍କ କରିବା ଦରକାର ନାହିଁ। ଇମୋବିଲାଇଜ୍ କରିକି ଲିମ୍କୁ ଯଦି କାମୁଡ଼ିଲା ଆପଣ ପୁରା ତାକୁ ଗୋଟେ କାର୍ଡ଼ବୋର୍ଡ଼ ଦେଇକି ତାକୁ ବାନ୍ଧିଦେବେ, ମାନେ ଯେମିତି ଭେନମ୍ଟା ବେଶୀ ଜଲ୍ଦି ସ୍ପ୍ରେଡ୍ ହେବନି। ଆଉ ଆମ ପାଖରେ ଆଣ୍ଟି ସ୍ନେକ୍ ଭେନମ୍ ସଫିସିଏଣ୍ଟ ଆଭେଲେବୁଲ୍ ଅଛି। ହସ୍ପିଟାଲ ଆସିକି ଆମେ ଆଣ୍ଟି ସ୍ନେକ୍ ଭେନମ୍ ସେମାନଙ୍କୁ ଦେଲେ ଜଣେ ବ୍ୟକ୍ତି ବଞ୍ଚିପାରିବ। ସାର୍, ଏ ଯେନ୍ ସାପ କାମୁଡ଼ା ମେଡିସିନଟା ପ୍ରତ୍ୟେକ ପଞ୍ଚାୟତରେ ଏନ୍ଏମ୍ ରହୁଛନ୍ତି, ସିଏଚ୍ଓ ରହୁଛନ୍ତି, ତ ସେଇ ଲେବୁଲକୁ କ'ଣ ମେଡିସିନ ପହଞ୍ଚା ପାରିବ କି ସାର୍? ନାଇଁ, ଯେହେତୁ ଡକ୍ଟର ହିଁ ତାକୁ ଦେଖିକି ତାଙ୍କର ଆସେସମେଣ୍ଟ କରିକି ତାଙ୍କୁ ଆଣ୍ଟି ସ୍ନେକ୍ ଭେନମ୍ ଦିଆଯିବ, ତ ସେଇଟା ଆମର ସିଏସି ଆଉ ପିଏସି ଲେବୁଲରେ ଆମର ଆଣ୍ଟି ସ୍ନେକ୍ ଭେନମ୍ ଅଛି, ସବ୍ ସେଣ୍ଟର ଲେବୁଲ ପର୍ଯ୍ୟନ୍ତ ନାହିଁ। ତ ଲୋକେ ତ ଲୋକ ସେମାନେ ପିଏସି କିମ୍ବା ସିଏସି ନିୟରେଷ୍ଟ ଯେଉଁଟା ପିଏସି ଓ ସିଏସିକୁ ସେମାନେ ଆସିବେ, ତାଙ୍କର ଇମିଡ଼ିଏଟ୍ ଆମେ ଟ୍ରିଟମେଣ୍ଟ କଲେ ସେମାନେ ଡେଥରୁ ବଞ୍ଚିପାରିବେ। ଦେଖନ୍ତୁ, ଆମେ ଆଲୋଚନା କରୁଥିଲୁ ଡକ୍ଟର ଶ୍ରୀମାନ ସାହୁ ସହିତ, ସିନାପାଲି ହସ୍ପିଟାଲ ଇନଚାର୍ଜ ସହିତ ଆମେ ଆଲୋଚନା କରୁଥିଲୁ। ସେ ସଚେତନ କରୁଥିଲେ ଲୋକଙ୍କୁ ଆହ୍ୱାନ ଲୋକଙ୍କୁ କହୁଛନ୍ତି ଯେ ଯେତେବେଳେ ସାପ କାମୁଡ଼ିଲେ ସେମାନେ ତୁରନ୍ତ ଗୁଣିଗାରେଡ଼ି ନ କରି ତୁରନ୍ତ ହସ୍ପିଟାଲକୁ ଆସି ଚିକିତ୍ସା ହେତୁ ଡକ୍ଟର ସହିତ ଦେଖାନ୍ତୁ ଏବଂ ବିଭିନ୍ନ ମେଡିସିନ ରହିଛି ଏଭେଲେବୁଲ ରହୁଛି। ଏବଂ ସାପ କାମୁଡ଼ା ଯଦି କଥା କୁହାଯାଉ, କାହାକୁ ବେଛୁ କାମୁଡ଼ା ଯଦି କଥା କୁହାଯାଉ, ପ୍ରାୟ ଗ୍ରାମାଞ୍ଚଳ ଅଞ୍ଚଳରେ ଗୁଣିଗାରେଡ଼ିକୁ ସେମାନେ ପ୍ରାୟ ଧ୍ୟାନ ଦେଇଥାନ୍ତି। କିନ୍ତୁ ଏବେ ପ୍ରାୟ ହସ୍ପିଟାଲରେ ବି ରହୁଛି ମେଡିସିନଟା ରହୁଛି, ଇଞ୍ଜେକ୍ସନ ରହୁଛି। ତ ସେହି ଜିନିଷ ଉପରେ ଗୁରୁତ୍ୱ ଦିଅନ୍ତୁ, ଡକ୍ଟର ଉପରେ ରଖନ୍ତୁ, ଡକ୍ଟର ସହିତ ଯୋଗାଯୋଗ କରନ୍ତୁ। ଏବଂ ଗ୍ରାମାଞ୍ଚଳରେ ଯେଉଁ କି ସିଏଚ୍ଓ କଥା କୁହାଯାଉ, ଏନ୍ଏମ୍ କଥା କୁହାଯାଉ, ସେମାନେ ବି ଗ୍ରାଉଣ୍ଡ ଲେବୁଲରେ ରହୁଛନ୍ତି, ଆଶା ରହୁଛନ୍ତି ଅଙ୍ଗନବାଡ଼ି, ତାଙ୍କ ସହିତ ବି ଯାଇ ଯୋଗାଯୋଗ କରନ୍ତୁ। ଆଉ ସେମାନେ ହସ୍ପିଟାଲକୁ ତୁରନ୍ତ ଆସିକି ତାଙ୍କର ନିଜ ଚିକିତ୍ସା ହିଁ ନିଜ ଜୀବନ ବଞ୍ଚାନ୍ତୁ। ନୂଆପଡ଼ା ଏମ୍ବିସି ନ୍ୟୁଜ୍।